এইଭଳି କାର୍ଯ୍ୟକ୍ରମ ଆମେ ଦୀର୍ଘ 20-25 ବର୍ଷ ହେଲା କରି ଆସୁଛୁ। ଆମେ ପ୍ରତିବର୍ଷ ବରପୁତ୍ରମାନଙ୍କୁ ସଫାସୁତୁରା କରି ଏବଂ ମାଲ୍ୟାର୍ପଣ କରୁ। ଯାଉ ଆନନ୍ଦର ବିଷୟ ରାଜ୍ୟ ସରକାର 4-5 ବର୍ଷ ହେଲା ସରକାର ସେ କାର୍ଯ୍ୟ କରୁଛନ୍ତି, କିନ୍ତୁ ତଥାପି ଆମେ ଯେଉଁ କରୁଥିଲୁ ତାର ରକ୍ଷା ବିଧି ରକ୍ଷା ପାଇଁ ଆମେ ଏବେ ବି ସବୁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବୁ। ଆଜିର ଦିବସରେ ପ୍ରତ୍ୟେକ ଓଡ଼ିଆଙ୍କର ध्येय ହେବା ଉଚିତ ଯେ ଆମ ଓଡ଼ିଆ ଭାଷା କିଭଳି ବ୍ୟାପକ ଭାବରେ ବ୍ୟବହାର ହେବ। ନ୍ୟାୟାଳୟରେ ଓଡ଼ିଆ ବ୍ୟବହାର ହେବ, କାର୍ଯ୍ୟାଳୟରେ ଓଡ଼ିଆରେ ଲେଖା ହେବ, ଶିକ୍ଷାଳୟରେ ଅଧିକ ଲୋକ ଓଡ଼ିଆ ଭାଷାରେ ପାଠ ପଢ଼ିବେ, ବା ଯେଉଁଠି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅଛି ସେଠି 300 ନମ୍ବରର ଓଡ଼ିଆ ପାଠ ପଢ଼ିବେ ଏବଂ ଜନଜୀବନରେ ଓଡ଼ିଆ ଭାଷା ଏବଂ ଓଡ଼ିଆ ଚଳଣି ଓଡ଼ିଆ ସଂସ୍କୃତିକୁ ରକ୍ଷା କରାଯିବ। এইটা ହେଉଛି ଆମର ଲକ୍ଷ୍ୟ। ଦ୍ୱିତୀୟରେ ସେହି ବାର୍ତ୍ତା ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ। ସମସ୍ତେ ପ୍ରକୃତରେ ବହୁ ସାହିତ୍ୟ ଅନୁଷ୍ଠାନ ଅଛନ୍ତି, ବହୁ ଭାଷା ଅନୁଷ୍ଠାନ ଅଛନ୍ତି, ବହୁ ସାଂସ୍କୃତିକ ଅନୁଷ୍ଠାନ ଅଛନ୍ତି ଏବଂ ତାଙ୍କର କାର୍ଯ୍ୟକ୍ରମ କରୁଛନ୍ତି, କିନ୍ତୁ ସମସ୍ତେ ମିଳିତ ଭାବରେ ଭାଷାକୁ କେମିତି ଅଧିକ ବ୍ୟାପକତର କରିବା ସେ ଦିଗରେ ଲାଗିବା ଉଚିତ।